ଭିଡ଼ିଓ ପାଇଁ କ୍ଲାସ୍ 7th ବେଳେ ଏ ବର୍ଷ ଯେଉଁ ପରିସ୍ଥିତି ହେଇଛି ଧର୍ମ ଏସବୁ ଦେଖେଇଛି। ପୋଲିସ ବର୍ଡର ଭିତରେ ଯେତିକି ରହିବା କଥା 3 ଗୁଣ ପୁଲିସ ରଖାଯାଇଥିଲା ଏବଂ ପ୍ରଥମ ଭଗବାନ ଦେଖେଇଲେ ହେ ସରକାର ତମେ ପାପ ଭିତରେ ବୁଡ଼ି ଯାଇଛ। ଆରେ ଟାହିଆ ପୂର୍ବରୁ ପ୍ରଥମେ ଠାକୁରଙ୍କ ଦୀପ ଲିଭିଗଲା। ଆପଣମାନେ ଜାଣିଥିବେ 3 ମାସ 15 ଦିନ ତଳେ ମୁଖ୍ୟମନ୍ତ୍ରୀ ଯାଇଥିଲେ। ଦ୍ୱିତୀୟ ଟାହିଆ ଗଳି ପଇଲା, ମୁଁ ପ୍ରେଜେଣ୍ଟ ଅଛି। ମୁଖ୍ୟମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କର ସବୁ ମନ୍ତ୍ରୀ MP ମୁଁ ସ୍ପଟରେ ଅଛୁ। ଠାକୁର ଯେତେବେଳେ ବନ୍ଦି ବିଜେ କଲେ ଗଳି ପଇଲା। ଦ୍ୱିତୀୟ ଦେଖେଇଲେ ଭଗବାନ ଜଗନ୍ନାଥ ଦେଖେଇଲେ ମୋହନ ବାଜି ଉଠି ରହୁଛୁ। ତୃତୀୟ ସେବାୟତମାନଙ୍କ ପ୍ରତି କିଛି ଗଭର୍ଣ୍ଣମେଣ୍ଟ ଦୁର୍ବଳତା ଦେଖେଇଛି। ସେମାନେ ଭାରି ଅସନ୍ତୁଷ୍ଟ ଥିଲେ। ସେ କହିଲେ ମାନେ ଦିଅ ଯାଇନାହାନ୍ତି ସିଂହଦ୍ୱାର ପାଖକୁ। ସେ କହିଲେ ଦିଅ ଆଜି ରହିଲେ ଦିଅ ଯିବେନି। ପ୍ରକୃତରେ ଠିକ ସିଂହଦ୍ୱାର ପାଖରେ ଦିଅ ରହିଗଲେ। ଦିଅ ମୁଭ୍ କଲେନି। କହିଲେ ଏ ସରକାର ପାପ ଭିତରେ ତମେ ବୁଡ଼ିଗଲାଣି, ମୁଁ ଯିବିନି। ରହିଲେ 2 ଆୱାର 10-12ଟାରେ ପହଞ୍ଚି ସରିବା କଥା, 3ଟା ସେଇଠି ବାଜିଲା। ମୁଁ ପ୍ରାକ୍ଟିକାଲ ଥାଏ। ତାପରେ ଦିଅ ଗଲେ 6ଟା ହେଇଗଲା ଘୋଡ଼ା ବାନ୍ଧିଲା ବେଳକୁ। 6ଟା ପରେ ରଥ ଚାଲିବା କଥା ନୁହଁ। ରଥ ଚାଲିଲା ବଳଦେବ ଠାକୁରଙ୍କର, ବଳଦେବଙ୍କର ଗଲା, ତାପରେ ମାଆଙ୍କର ଗଲା, ସୁଭଦ୍ରାଙ୍କର। ହାରାହାରି 6:45 7ଟା ବେଳକୁ ହାତେ ମାତ୍ର ଜଗନ୍ନାଥଙ୍କ ରଥ ଗଡ଼ିଛି। ତା ଭିତରେ ପୋଲିସ ସବୁ ରହିଯାଇଛନ୍ତି, ବିଶେଷ ତ କର୍ଡନ ମନ୍ଦିର ଚାରିପାଖେ। ଦୂରରେ ପୋଲିସ ରହିବା କଥା, ସେଭଳିଆ କିଛି ବ୍ୟବସ୍ଥା ମୁଁ କାହିଁ ଦେଖିପାରିନି। ଏବଂ ଟ୍ରାଫିକ କଡ଼ାକଡ଼ି, ଅନ୍ୟ ସବୁ କଡ଼ାକଡ଼ି ଏବଂ କେତେଗୁଡ଼ିଏ ତାଙ୍କର VIP ସରକାରଙ୍କର ଯେଉଁ ଆସିଥିଲେ ଦିଲ୍ଲୀ ଫିଲ୍ଲି ଚାରିଆଡ଼ୁ, ଏକ୍ସ ଗଭର୍ଣ୍ଣର, ଏକ୍ସ ମନ୍ତ୍ରୀ, ବିଜେପିର ଲିଡର ମାନେ, ସେଇମାନେ କେବଳ ବସିକରି ଯାଉଥାନ୍ତି। ମୁଁ ମୂଳରୁ ଥାଏ ସବୁବେଳେ, ଆଜି ନୁହଁ। ଘୋଡ଼ା ବାନ୍ଧା କେମିତି ଜଲ୍ଦି ହବ ସମସ୍ତଙ୍କୁ ଚିହ୍ନିଛନ୍ତି। ଦଇତାପତିରୁ ଯେତେ ସେବାୟତ, ବହି ସେବାୟତ, ମାଳ ସବୁ ଚିହ୍ନିଛନ୍ତି। କେମିତି ଜଲ୍ଦି ହବ, ଚାର ଖୋଲିବ, କେମିତି ଶଙ୍କରାଚାର୍ଯ୍ୟ ଜଲ୍ଦି ଆସିଯିବେ, ପୁରୀ ମହାରାଜା ଆସିବେ। ମୁଁ ଥାଏ। ଆଉ ପୃଥ୍ୱୀ ମହାରାଜାଙ୍କ ପାଦ ଧୂଳି ସବୁବେଳେ ମିଶେ। ଯେ ପୁରୀ ଆଙ୍କ ବାପାଙ୍କଠୁ ନିଏ, ଆଙ୍କଠୁ ବି ନେଇଛି। ଏବଂ ସେଠି ମୁଁ ଯାହା ଦେଖିଲି ସରକାରଙ୍କର ଦୁର୍ବଳତା କୋଉ ଆକାରରେ ଅଛି, ଯାହାକି ଇଏ ହେଉଛି ତାଙ୍କୁ ପନିଶମେଣ୍ଟ, ୱାର୍ଣ୍ଣିଂ। ରଥ ଚାଲିଲା ମାତ୍ର ହାତେ, ଗଲା ବର୍ଷ ବି ସେଇଆ। କିନ୍ତୁ ତ୍ରୁଟି ରହିଛି। ଦୀପ ମଧୁକୁ ପହଞ୍ଚିଗଲା ରାଧ ପୂର୍ଣ୍ଣମୀ ଦିନ ଏବଂ କାଲି ଟାହିଆ ଗଳି ପଇଲା। ଭଗବାନ ସିମ୍ବଲ ଦେଖେଇଲେ। ଏ ଯେଉଁ ଲେଟ୍ କଲେ, ନିଜେ ରହିଗଲେ ସିଂହଦ୍ୱାର ପାଖରେ 2 ଘଣ୍ଟା ମୁଭ୍ କଲେନି। ତା ପାଇଁ ସରକାର ୱାର୍ଣ୍ଣିଂ ଦେଲେ, ସୁଧାର ତମ ଶାସନ ଠିକ ହଉନି। ପ୍ରଥମେ ତମେ ଗଲ, ପଛକୁ ନେଇକି ନମସ୍କାର କଲ, ଦୀପ ଲିଭିଗଲା। ଶ୍ରାଦ୍ଧ ପୂର୍ଣ୍ଣମୀ ଦିନ ଦେଖିଛନ୍ତି ଓଡ଼ିଶାବାସୀ, ଭାରତବାସୀ, ପୃଥିବୀବାସୀ। କାଲି ମନକୁ ମୁଁ ଅଛି ମୁଖ୍ୟମନ୍ତ୍ରୀଙ୍କ ପାଖରେ, MP ପାଖରେ ଦେଖିଦେବେ। ଆଜି ନୁହଁ, 71 ବର୍ଷରେ କ୍ଲାସ୍ 7th ବେଳୁ ଯାଉଛି, ଆଉ ଡୋରି ଲାଗିଛି। କୋଭିଡ ବେଳେ ବି ଯାଇଛି, 1999 ମସିହାରେ ଯାଇଛି, 82 ମସିହା ବାନ୍ୟାରେ ଯାଇଛି। ପୁରୀ ଲୋକ ଯାଇନଥିବେ, ମୁଁ ଯାଇ ପହଞ୍ଚେ। କାଲି ବି ଠିକ୍ 6ରେ ଯାଇ ପହଞ୍ଚିବୁ। ମୁଁ 3 ପହଞ୍ଚି ରହିବି।
ସବୁ ତଦାରଖ କରିବି ନିଜେ ସେତିକି ପ୍ରଭୁ କେମିତି ଶାନ୍ତିରେ ଯାଆନ୍ତୁ, ନୀତି ଶାନ୍ତିରେ ହଉ, ଯାତ୍ରା ଶାନ୍ତିରେ ହଉ। ଯୋଉ 3 ଦୌଡ଼ି ନ ମିଳିଲା ପର୍ଯ୍ୟନ୍ତ ମୁଁ ଆସେନି। ଜଗନ୍ନାଥ ଦୌଡ଼ିଲି ପ୍ରଥମେ ବଡ଼ ଠାକୁରଙ୍କର ମାଙ୍କର ଆସିବି। ତ୍ରୁଟି ରହିଛି, ଗଭର୍ଣ୍ଣମେଣ୍ଟ ବହୁତ ପୁଲିସ ଦେଇଥିଲେ, ଆଡମିନିଷ୍ଟ୍ରେଟର ବହୁତ ପରିଶ୍ରମ କରିଛନ୍ତି, କଲେକ୍ଟର ଏସ୍ପି ବହୁତ କରିଛନ୍ତି। ଯେଉଁ ଅଧିଆ ପଡ଼ନ୍ତି ରଥ ଚାଲିବା ପାଇଁ ପୁରା ଲମ୍ବ ହେଇ ଶୋଇକି ମାଗିଛନ୍ତି। ତା ସତ୍ତ୍ୱେ ଏ ସରକାରର କିଛି ଦୁର୍ବଳତା ରହୁଛି, ଏ ନିରୀହ ଲୋକଙ୍କ ପାଇଁ କିଛି ଅବହେଳା ହେଉଛି। ୱାର୍ଣ୍ଣିଂ ଦେଲେ ପ୍ରଥମେ କିପରି ପିଲା ତୁ ଆସି ଗାଣ୍ଡି ଦେଖେଇଲୁ, ଲୋକଙ୍କୁ ମତେ ଦେଖେଇଲୁ ଗାଣ୍ଡି ପଛ ପଛ। এই দেখ তুমি সব ঠিয়া হয়েছ, মনକୁ দায় ভোজি করুছি। এসব ত্রুটি রয়েছে। মো মত সরকার কোটি ত্রুটি রহলা তুমি নিজে তদন্ত কর, নিজে শোধান। আর থরକୁ যেমনি রথ বিশ্ব রথ এ বিশ্ববাসী আমাকে ফোন করছেন জর্ମାନରୁ, ଫ୍ରାନ୍ସରୁ, ଇଂଲଣ୍ଡରୁ, ଆମେରିକାରୁ ଡେରି ହେଇଗଲା। ଆମକୁ ବି ଦେଖୁଛନ୍ତି ସେମାନେ ବାହାରେ କୋଉଠି କେତେବେଳେ କେମିତି। ମୁଁ ଯେତେବେଳେ ରଜାଙ୍କୁ ପାଦ ଛୁଇଁଛି ସେଇଟା ସେମିତି ବି ଦେଖିଲେଣି। ତେଣୁ ସରକାରଙ୍କର ଯେଉଁ ତ୍ରୁଟି ରହିଛି ସରକାର ସୁଧାରନ୍ତୁ। ଏଇଟା ବିଶ୍ୱରଥ ଦଳ ନୁହଁ। ଆଉ ତମେ ତମ ଦଳ ଲୋକଙ୍କୁ ପାସ୍ ମେଲେଇ ଦେଇଛ। ଆମ ଭକ୍ତଦାସ ଯାଇଥିଲେ, ଆମ ଏଆଇସି ଜେନେରାଲ ସେକ୍ରେଟାରୀ ଦେଶାଇ ଯାଇଥିଲେ, ଆଉ ଜଣେ ଯାଇଥିଲେ 4ଟା ପାସ୍, ତାଙ୍କୁ ଦେଇଛ 800 ପାସ୍। ଆମର 4ଟା ପାସ୍ ସଭାପତି। ଆମ ପାସ୍ ତମେ କ'ଣ ଦଏ? ଆମେ 71 ବର୍ଷ ଆମକୁ କୋଉ ପାସ୍? ମୋ ସାଥିରେ 5 ଥିଲେ କଟନରେ କୋଉ ପାସ୍? ଆମେ ନିଜେ ସେବାୟତ ପାଇକ ସେବା, ତେମେ କ'ଣ ପାସ୍ ଆମକୁ ଦେବ? କେମିତି ଠାକୁରଙ୍କର ଶାନ୍ତିରେ ହବ ସେ ଆମର ସ୍ୱପ୍ନ। ଯାହା ହଉ ସରକାର ତ୍ରୁଟି ରହିଛି, ସରକାର ସୁଧାରନ୍ତୁ, ଭଲ ହବ। ସେଇ କହିବି ପରା, ମହାପ୍ରଭୁ ଇଚ୍ଛା, ୟାଙ୍କ ପାପ, ଶାସନର ପାପ, କାମର ପାପ, ଲୋକଙ୍କ ଜୀବନ ସହିତ ପାପ। ଆଗ ଦୀପ ଲିଭେଇ ଦେଲେ ୱାର୍ଣ୍ଣିଂ, କାଲି ଟାହିଆ ଖସାଇ ଦେଲେ ୱାର୍ଣ୍ଣିଂ, ଆଉ ବାଟରେ ଯୋଉ ବସିଲେ ୱାର୍ଣ୍ଣିଂ। ଏ ସରକାରକୁ 2 ଘଣ୍ଟା ବସିଲେ ମୁଭ୍ କଲେନି। ଛକରକିରି ସିଙ୍ଗିଦ୍ୱାର ପାଖରେ ଆମର 12ଟାରୁ ପହଞ୍ଚି ସରିବା କଥା, 3ଟା ଠାକୁର ଗଲେ। ଏଇ ତାଙ୍କର ମିଷ୍ଟେକ୍ ପାଇଁ ସେ ୱାର୍ଣ୍ଣିଂ ଦେଇଛନ୍ତି। ଏଭଳିଆ ଭୁଲ କେହି କରନି। ସରକାର ରହି ସିଧା ଲୋକଙ୍କ ପାଇଁ ଚାଲ, ଲୋକଙ୍କ ସେବା କର। ଧନ୍ୟବାଦ।